ଖରା ଯେମିତି ହେଉଛି ବିଜେଡିର ପ୍ରଚାର ବି ସେମିତି ଜୋରଦାର ଚାଲିଛି। ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡିର ଗାଁଠୁ ସହର ଯାଏଁ ପ୍ରଚାର ପ୍ରସାର ଦେଖିବାକୁ ମିଳିଛି। ଡହଡହ ଖରାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୁଭାଷ ଚନ୍ଦ୍ର ବେହେରା ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ଛତ୍ରପୁର ନିର୍ବାଚନ ମଣ୍ଡଳୀର ଚିକଲଖଣ୍ଡି ଅଗସ୍ତି ନୂଆଗାଁ ପୋଡ଼ାପଦର ସହ ବିଭିନ୍ନ ଗ୍ରାମକୁ ଯାଇ ବିଧାୟକ ପ୍ରାର୍ଥୀ ସୁଭାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ। ଏହି ଶୋଭାଯାତ୍ରାରେ ସମସ୍ତ ବିଜେଡି କର୍ମୀ ଓ ନେତା ଏବଂ ମହିଳାମାନେ ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁଭାଷ ଚନ୍ଦ୍ର ବେହେରାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ ଏବଂ ବିଧାୟକ ପ୍ରାର୍ଥୀ ସୁଭାଷ ବେହେରା ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଏବଂ 5Tଙ୍କ ଦ୍ୱାରା ବହୁ ସ୍କୁଲ କଲେଜ ମଠ ମନ୍ଦିର ସମସ୍ତ ପ୍ରକାର ଉନ୍ନତିକରଣ କାର୍ଯ୍ୟ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁରବାସୀଙ୍କୁ ସହାୟତା କରିଛନ୍ତି ବୋଲି ବିଧାୟକ ସୁଭାଷ ବେହେରା କହିଛନ୍ତି। ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଶାନ୍ତି ସଦ୍ଭାବନା ଓ ସମ୍ମାନକୁ ବଜାୟ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଖରେ ଅଛନ୍ତି। ତେଣୁ ଆପଣମାନଙ୍କ ସହଯୋଗ କରିବା ପାଇଁ ପୁଣି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଅନୁମତି ଦେଇଛନ୍ତି। ତେଣୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଷଷ୍ଠ ଥର ପାଇଁ ବିଜୟ କରିବା ପାଇଁ ଆପଣମାନେ ସ୍ଥିର କରିଥିବା ବେଳେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁବକ୍ସି ପାତ୍ର ଓ ବିଧାୟକ ପ୍ରାର୍ଥୀ ସୁଭାଷ ଚନ୍ଦ୍ର ବେହେରାଙ୍କୁ ଯୋଡ଼ି ଶଙ୍ଖରେ ଆପଣମାନଙ୍କ ମୂଲ୍ୟବାନ ଭୋଟ ଦେଇ ବିଜୟ ହାସଲ କରିବେ ବୋଲି ଜନସାଧାରଣଙ୍କ ପାଖରେ ନିବେଦନ କରିଥିଲେ ଏବଂ ଆସନ୍ତା 13 ତାରିଖରେ ହେବାକୁ ଥିବା ନିର୍ବାଚନରେ ସାଂସଦ ଓ ବିଧାୟକ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବେ ବୋଲି କହିଛନ୍ତି। ଏହି ବିଶାଳ ଶୋଭାଯାତ୍ରା ଛତ୍ରପୁର ବିଜେଡି ଉପାଧ୍ୟକ୍ଷ ଜି ପାପା ରାଓଙ୍କ ସମେତ ଶହ ଶହ ବିଜୁ ଜନତା ଦଳର ଯୁବ ଛାତ୍ର ନେତା ମହିଳା କର୍ମୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି। ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଆମେ ପ୍ରଚାର କାର୍ଯ୍ୟ ବିଭିନ୍ନ ମାଧ୍ୟମରେ ଜାରି ରଖିଛୁ। सोशल मीडिया गणमाध्यम एवं घर घर गाँ गाँ पंचायत बुली वार्ड बुली आमे सीधा सड़क लोकों निकट को जाऊँ। माननीय मुख्यमंत्री श्री नवीन पट्टनायक समस्त लोकाभिमुखी योजना संपर्क में लोक मान अवगत कराऊँ। आज छत्रपुर ब्लॉक चिकलखंडी पंचायत रे बर्तमान आमर प्रचार कार्यक्रम जारी रही। आमर नेतृवृंद कर्मीवृंद शुभेच्छु समर्थक विजु परिवार सदस्यों गहन में आम प्रत्येक लोकों पाखक जाइकी माननीय मुख्यमंत्री को आशीर्वाद करने आम अनुरोध करुँ। प्रचार आमर जोरसार चलती जोटा कि माननीय मुख्यमंत्री जो लोकाभिमुख योजना गुड़िक प्रणयन कर प्रत्येक घरे प्रत्येक परिवार रे पहुँची से क्रम ये निर्वाचन मंडल प्रत्येक जनसाधारण प्रत्येक वर्गर जनसाधारण मनस्थ कर सारी जे दुईटी जाक भोट सांसद एवं विधायक को शंख चिन्ह भोट दे विपुल संख्यार विजय लाभ करेंगे एवं षष्ठ थर माननीय मुख्यमंत्री को मुख्यमंत्री आसन रे बसैया स्थिर कर सारी। गंजामरू जगन्नाथ साहू रिपोर्ट A1 ओडिशा।